ଯନ୍ତ୍ରଣା। ଲକ୍ଷ୍ମୀପୁର ସଦର ମହକୁମା ଠାରୁ 7 କିଲୋମିଟର ଦୂରରେ ଦେବଦୂତ ସାଜିଲେ ସାମ୍ବାଦିକ। ପୁଣି ଜନନୀ ଯନ୍ତ୍ରଣା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର 7 କିଲୋମିଟର ଦୂରରେ କୁକାଝୁଲା ଗ୍ରାମର ସାବାନାଙ୍କର ପତ୍ନୀ ଶ୍ରୀମତୀ ଜାନକୀ ୱେଡକା ଗର୍ଭବତୀ ହୋଇ ଗତକାଲି ସନ୍ଧ୍ୟାଠାରୁ ଯନ୍ତ୍ରଣାରେ ଛଟପଟ ହୋଇଥିବାରୁ ନିକଟରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର 108 ଓ 102 ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ସୁଦ୍ଧା ଉକ୍ତ ଗ୍ରାମକୁ ରାଜ୍ୟ ସରକାର 73 ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେ ଗ୍ରାମକୁ ରାସ୍ତା ନିର୍ମାଣ କରିନଥିବାରୁ ଆମ୍ବୁଲାନ୍ସ ଲକ୍ଷ୍ମୀପୁର ଠାରୁ ନାରାୟଣପାଟଣା ରାସ୍ତା କଡ଼ରେ ଥିବା ନାଳଚୁଆଠାରେ ଛିଡ଼ା ହୋଇଥିବା 108 ଆମ୍ବୁଲାନ୍ସ ନିକଟକୁ ଲକ୍ଷ୍ମୀପୁର ଠାରୁ ଯାଇଥିବା ବଡ଼ ଖବର ସାମ୍ବାଦିକ ସଞ୍ଜୟ କୁମାର ପାଣି ଦେବଦୂତ ସାଜି କାନ୍ଧରେ କାନ୍ଧ ମିଳାଇ ପାହାଡ଼ିଆ ପାଦଚଲା ରାସ୍ତାରେ ଗର୍ଭବତୀ ମହିଳା ଜାନକୀ ୱାଡେକା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଷ୍ଟ୍ରେଚରରେ ବୋହି ଆଣିଥିଲେ। ସେ ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କୋରାପୁଟରୁ ତପନ ହିଆଲଙ୍କ ରିପୋର୍ଟ, ଗୁଗଲି ନ୍ୟୁଜ। अधिक खबर जानापे आम गूगल न्यूज चैनल को सब्सक्राइब करंतु, लाइक करंतु एवं शेयर करंतु।